ବାଗଗଡ଼ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନ ବିଭାଗ ଅଧୀନରେ ଥିବା ବରଦା ନିକଟରୁ ଶାଗୁଆନ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବଡ଼ଗଡ଼ ବନ ବିଭାଗ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନ ବିଭାଗର ପେଟ୍ରୋଲିଂ ବେଳେ କାଠ ବୁଝେଇ 407 ସହ ଏକ ବାଇକ୍ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବଡ଼ଗଡ଼ ରେଞ୍ଜର ସମସ୍ତ କର୍ମଚାରୀଙ୍କ ସହ ଏକ ଟିମ୍ ବରଦା ରାସ୍ତାରେ ପେଟ୍ରୋଲିଂ କରୁଥିଲେ ଏବଂ ପେଟ୍ରୋଲିଂ ବେଳେ କାଠ ବୁଝେଇ ଗାଡ଼ି ଓ କର୍ମଚାରୀଙ୍କ ମଧ୍ୟରେ ଲୁଚକାଳି ଓ ବହୁ କସରତ ପରେ ରାତ୍ରିର ଦ୍ୱିତୀୟ ପ୍ରହରରେ ବହୁ ଛକାପଞ୍ଝା ପରେ କାଠ ବୁଝେଇ 407 ଗାଡ଼ିଟି ଅକଲରେ ପଡ଼ିଯାଇଥିଲା ଏବଂ ବରଦା ଓ ବଳିଆ ପିଟାଛକ ମଧ୍ୟସ୍ଥ ଘଞ୍ଚବୁଦା ମଧ୍ୟରେ ଗାଡ଼ିଟିକୁ ଛାଡ଼ି ଡ୍ରାଇଭର ଚାଲିଯିବା ପାଇଁ ସକ୍ଷମ ହୋଇଥିବା ବେଳେ ଯାଞ୍ଚ ବେଳେ 35 ଶାଗୁଆନ ଓ ପିଆଶାଳ କାଠ ଗଣ୍ଡି ବୁଝେଇ 407 ଗାଡ଼ି ସହ ଜବତ କରିଥିଲା ବନ ବିଭାଗ। ଜବତ କାଠର ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ଘୁବୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏବଂ ବଡ଼ଗଡ଼ ବନ ବିଭାଗର ଗଞ୍ଜାମ ଗଜପତି ଓ କନ୍ଧମାଳର ସଂଯୋଗ ସ୍ଥଳ ହେତୁ ଅନେକ ସମୟରେ କାଠ ମାଫିଆଙ୍କ ମେଣ୍ଟ ସ୍ଥଳ ହୋଇଥିବା ବେଳେ ବର୍ତ୍ତମାନ ନିଯୁକ୍ତ ଅଧିକାରୀଙ୍କ ଉପସ୍ଥିତି ବୁଦ୍ଧି ଓ ସଞ୍ଚାଳନ କ୍ଷମତା ସହିତ କର୍ମଚାରୀମାନଙ୍କ ସହଯୋଗ ହେତୁ ଏହିପରି ବିଭାଗକୁ ସଫଳତା ମିଳୁଥିବା ବେଳେ ମାଫିଆ ଓ ଏଥିରେ ନେଇ ବଞ୍ଚିବା ପାଇଁ ରାହା ଖୋଜୁଥିବା ଶ୍ରମିକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଭିନ୍ନ ସମୟରେ ବିଭାଗ ଦ୍ୱାରା ନାନା ସହାୟତା କାର୍ଯ୍ୟପନ୍ଥା ଯୋଗାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ବନାଞ୍ଚଳ କର୍ମଚାରୀ। ଏହି ଚଢ଼ାଉ ବେଳେ ସିଦ୍ଧପୁର ବନପାଳ ଜଗବନ୍ଧ ପାତ୍ର, ଗୌଡ଼ଗୋଠ ବନପାଳ ବସନ୍ତ ସେଠୀ, ବନରକ୍ଷୀ ସୀମାଞ୍ଚଳ ଜେନାଙ୍କ ସହ କ୍ଷେତକର୍ମୀ ଧନେଶ୍ୱର ପ୍ରଧାନ, କୃଷ୍ଣ ଗୌଡ଼, ଦୁର୍ଗା ସେଠୀ ଆଦିଙ୍କ ସହ ସମସ୍ତ ବନ କର୍ମଚାରୀ ଉପସ୍ଥିତ ହୋଇ ଚଢ଼ାଉରେ ସାମିଲ ହୋଇଥିଲେ। ଗଞ୍ଜାମ ସୋରଡ଼ାରୁ ନାରାୟଣ ଡାକୁଆଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର। କେତେ ଦିନ ହେଲା ଏଇ ଚୋରା ବ୍ୟବସାୟ ଚାଲିଥିଲା, କଣ ସବୁ ଆପଣ ପ୍ରାଥମିକ ତଦନ୍ତ ଜଣା? ଗତକାଲି ରାତିରେ ଆମ ଟିମ୍ ବରଗଡ଼ 4-7 ଗାଡ଼ି ସିଜ୍ କରିଛନ୍ତି, ଯେଉଁଥିରେ କି ଆମର ଶାଗୁଆନ କାଠ ଆଉ ବିଜାଶାଳ ବା ପିଆଶାଳ କାଠ ଲୋଡ଼ ଅଛି। ଏଥିରେ ବହୁତ ଦିନ ହେଲା ତାକୁ ଟ୍ରାକ୍ କରୁଥିଲେ। ଖାଲି ତାକୁ ବୋର୍ଦା ପାଖରେ ତାକୁ ଡିଟେକ୍ଟ କରିଛନ୍ତି। ଡ୍ରାଇଭର ବାବୁ ଦେଇ ରାତିର ଅନ୍ଧକାରରେ ସେ କୁଆଡ଼େ ଦେଇକି ପଳେଇଛନ୍ତି। ଯାହା ହଉ ଆଜି ଟିକେ ସେମାନେ କ୍ଲିୟର କରିକି ଆମ କଷ୍ଟଡିକି ଧରିକି ଆସିଛନ୍ତି। ପାଖାପାଖି 100 ସେଫ୍ଟି ଓ 120 ସେଫ୍ଟି କାଠ ସେଥିରେ ଲୋଡ୍ ଅଛି। ଡିଟେଲ ମେଜରମେଣ୍ଟ ଆମର ବାକି ଅଛି, କିନ୍ତୁ ଆମେ ଅନୁମାନ କରୁଛୁ 5 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ। ବ୍ୟବସାୟ କିଛି ଦିନ ଧରି ଏଇ ଯୋଉ ବଡ଼ଗଡ଼ ବନାଞ୍ଚଳ ବ୍ୟବସାୟ କରାଯାଉଥିବାର ଜଣା ପଡ଼ିଛି। ବଡ଼ଗଡ଼ ବନାଞ୍ଚଳ ପକ୍ଷରୁ ପୁରା କଡ଼ା ପେଟ୍ରୋଲିଂ କରାଯାଉଛି, ଯାହାଫଳରେ ବହୁତ ଗୁଡ଼ାଏ ଗାଡ଼ି ମଧ୍ୟ ଜବତ ହେବା ନଜରକୁ ଆସିଲାଣି। ଏ ସଂକ୍ରାନ୍ତରେ ଆଗକୁ କେମିତି ଏହାର ଅଭିଯାନ ଜାରି ରହିବ? ନାଇଁ, ବର୍ତ୍ତମାନ ମୋର ଟିମ୍ ବରଗଡ଼ ବହୁତ ଆକ୍ଟିଭ ଅଛନ୍ତି। ଆଗରୁ କ'ଣ ମୁଁ ତ କହିପାରିବିନି, କିନ୍ତୁ ଯେହେତୁ ଗୋଟେ ବର୍ଡର ଏରିଆ ରହୁଛି ଆମ ପଳାଖାମୁଣ୍ଡି ଆଉ ବାଲିଗୁଡ଼ା ଡିଭିଜନର, ସେପଟୁ କିଛି ଆସୁଛି କଳକଡ଼ ହେଇକିରି ସବୁଆଡ଼ୁ କିଛି ମାଫିଆ ମାନେ କିଛି ସକ୍ରିୟ ଥିଲେ ଆଗରୁ, ଏବେ ତାଙ୍କ ଭିତରେ ବି ଟିକେ ଶଙ୍କା ପଶିଛି। ଆମ ଟିମ୍ ବରଗଡ଼ ବହୁତ ଆକ୍ଟିଭ ଅଛନ୍ତି। ଆଗକୁ ଆମେ ଆହୁରି ଯୋଜନା ରଖିଛୁ ଆଉ ସଫଳତା ପାଇବୁ ବୋଲି।